ଆଜି ଆପଣମାନେ ସିନ୍ଦୁର ଖେଳ ଏପିସୋଡରେ ଦେଖିବାକୁ ପାଇବେ ଅଂଶ ରାଗିକି ଆଦ୍ୟାକୁ ଗାଳି କରିବ। ସବୁ କଥାରେ ତମର ଏମିତି ମନମାନି କରିବା କ'ଣ ଦରକାର ଥିଲା? ଦେଖିଲ ତ ତାର ପରିଣାମ କ'ଣ ହେଲା? ସୌଭାଗ୍ୟ କହିବ ଛାଡ଼ ନା ଅଂଶ ଭାଇ, ଯାହା ହବା କଥା ତ ହେଇ ସାରିଲାଣି। ଦିଦି ତ ଏସବୁ ଜାଣି ଶୁଣି କରିନି ନା। ଆଉ ତମେ ତ ଜାଣିଛ ଏ ଦୁନିଆରେ କୌଣସି ମା ତାଙ୍କ ପିଲାମାନଙ୍କର ଅନିଷ୍ଟ ଚାହିଁବନି। ତ ଦିଦି କେମିତି ଏସବୁ କରିପାରିବ? ଅଂଶ କହିବ ବୁଝା ତ ଭଉଣୀକୁ ସୌଭାଗ୍ୟ, ଏ କଥା ଟିକେ ଭଲରେ ବୁଝା। ସବୁ କଥାରେ ଉପରେ ପଡ଼ିକି ମନ ଇଚ୍ଛା ଶାସନ ଚଲେଇବେ ତାଙ୍କର ଗୋଟେ ଅଭ୍ୟାସ ହେଇଗଲାଣି। କିନ୍ତୁ ଏସବୁ ସମ୍ଭାଳିବା ପାଇଁ ତାଙ୍କର ଟିକେ ବି ଦାୟିତ୍ୱ ନାହିଁ। ସେଗୁଡ଼ା ମ୍ୟାଡାମକୁ ଆସେନି। ମୁଁ ତମକୁ ଶେଷ ଥର ପାଇଁ କହିଦଉଛି ଆଦ୍ୟା, ତମେ କେବଳ ତମ ରୋଷେଇ ସମ୍ଭାଳ। ଏସବୁ ବାହାର କାମ ସମ୍ଭାଳିବା ତମ ଦ୍ୱାରା କେବେ ହେଇପାରିବନି। ସୌଭାଗ୍ୟ କିଛି କହିବାକୁ ଯାଉଥିବ ଦିବ୍ୟା ସୌଭାଗ୍ୟର ହାତ ଧରି ଅଟକାଇ ଦବ। ମଲ୍ଲିକା ବହୁତ ଖୁସି ହବ ଆଉ ମନେ ମନେ କହିବ, ବା ଅଂଶ, ଚିନ୍ତାଧାରାଠୁ ବି ଆହୁରି ଅଧିକ ରାଗ ଦେଖେଇଲ ତମେ ଆଦ୍ୟା ଉପରେ। ନିଆଁ ତ ମୁଁ ଲଗେଇ ଦେଇଥିଲି ଆଦ୍ୟା ଜୀବନରେ, ଏବେ ତମର ଏଇ କଟୁ କଥା ସେ ନିଆଁକୁ ଆହୁରି ବଢ଼େଇ ଦଉଛି। କହି ହସିବ। ତାପରେ ରାଘବ କହିବ, ବାସ୍ ଅଂଶ, ଏମିତିରେ ବି ଆଦ୍ୟା ପିଲାମାନଙ୍କୁ ନେଇ ବହୁତ ଟେନସନରେ ଅଛି। ଆଉ ତୁ ତାକୁ ଏସବୁ କଥା କହି ତା ମନକୁ ଆଉ କଷ୍ଟ ଦେନି। ଅଂଶ କହିବ, ନାଇଁ ବାବା, ଆଜି ଯଦି ପିଲାମାନଙ୍କର କିଛି ହେଇଯାଇଥାନ୍ତା ତାହେଲେ ମୁଁ ତମକୁ କେବେ ବି ଛାଡ଼ି ନଥାନ୍ତି ଆଦ୍ୟା। ଝିଲମିଲ କହିବ ଅଂଶ ବଦନ। ବାଣ ଫୁଟେଇଲା ବେଳେ ଏମିତି ଏକ୍ସିଡେଣ୍ଟ କାହା ସହିତ ବି ହେଇପାରେ। ପିଲାମାନଙ୍କ ଦୁର୍ଭାଗ୍ୟ, ସେମାନଙ୍କ ସହିତ ଏଭଳି ଘଟଣା ଘଟିଗଲା। ସେଥିପାଇଁ ଆଦ୍ୟା ଅପାଙ୍କୁ ଦୋଷ ଦେଇ କ'ଣ ଲାଭ? ଶାଲିନୀ କହିବ, ରିଆ ବୋହୂ, ବଡ଼ମାନଙ୍କ କଥା ଉପରେ ପଡ଼ିକି କଥା କହିବା ତୋର କ'ଣ ଦରକାର? ଆରେ ଆଦ୍ୟାର ହଜବେଣ୍ଡ ତା ସହିତ କଥା ହଉଛି ନା, ତେଣୁ ତୁ ଟିକେ ଚୁପ୍ ରହ। ଅଂଶ କହିବ, ଆଦ୍ୟା, ବଡ଼ ଦୁଃଖ ଲାଗୁଛି ଏକଥା ଭାବିକି ଯେ ତମ ଉପରେ କେବଳ ପିଲାମାନଙ୍କୁ ସମ୍ଭାଳିବାର ଦାୟିତ୍ୱ ଥିଲା, କିନ୍ତୁ ସେତିକି ବି ତମେ ଠିକ୍ ସେ ତୁଲେଇ ପାରିଲନି। କହି ସେଠାରୁ ଚାଲିଯିବ। ମଲ୍ଲିକା ମନେ ମନେ କହିବ, ଆଜି ତ ଅଂଶ ତୋ ଉପରେ କେତେ ବଡ଼ ଦୋଷ ଲଦି ଦେଲେ। ଆଦ୍ୟା, ବାସ୍ ଏତିକି ବୁଝ, ଏ ଖେଳ ଏବେ ହିଁ ଆରମ୍ଭ ହେଲା। ଧୀରେ ଧୀରେ ଅଂଶଙ୍କର ସବୁ କଥା, ସବୁ ଚିନ୍ତାଧାରାକୁ ତୋ ବିରୁଦ୍ଧରେ କରେଇ ଦେବି। ଆଉ ତୁ କିଛି ବି କରିପାରିବୁନି। ଏପଟେ ଆଦ୍ୟା ପିଲାମାନଙ୍କ ପାଖରେ ବସି କାନ୍ଦୁଥିବ ଆଉ ପିଲାମାନେ ଶୋଇଥିବେ। ସେମାନଙ୍କ ମୁଣ୍ଡରେ ହାତ ବୁଲଉଥିବ ଆଉ ସବୁ କଥା ଭାବୁଥିବ ଆଉ କହିବ, ହେ ପ୍ରଭୁ, ସେ କେମିତିକା ମା ଯିଏ ତା ସନ୍ତାନମାନଙ୍କୁ କଷ୍ଟ ଆଉ ଯନ୍ତ୍ରଣାରୁ ଅଟକାଇ ପାରିଲାନି। ମତେ କ୍ଷମା କରିଦିଅ ପିଲାମାନେ, ମୁଁ ତମମାନଙ୍କୁ ରକ୍ଷା କରିବାର ଦାୟିତ୍ୱ ବି ତୁଲେଇ ପାରିଲିନି। ମୁଁ ଶପଥ କରିଥିଲି ଯୋଉ ପର୍ଯ୍ୟନ୍ତ ମୋ ନିଃଶ୍ୱାସ ଚାଲିଛି ସେ ପର୍ଯ୍ୟନ୍ତ ମୁଁ ତମ ଦି ଜଣଙ୍କ ଉପରେ ଧୂଳି ଟିକେ ବି ପଡ଼ିବାକୁ ଦେବିନି। କିନ୍ତୁ ଆଜି ମୁଁ ମୋ ଶପଥ, ମୋ ବିଶ୍ୱାସ ଆଉ ମୋ ମା ହବାର ଗର୍ବ ପାଖରୁ ମୁଁ ହାରିଗଲି। କହି ବହୁତ କାନ୍ଦିବ। ତାପରେ ହଠାତ୍ ଆଦ୍ୟାର ମନେ ପଡ଼ିବ ଆନ୍ୟା କହିଥିବା କଥା, ମାମା, ସେ ଟସି ମ୍ୟାଡାମ ଜମା ବି ଭଲ ନୁହନ୍ତି। ମତେ ତ ଲାଗିଲା ସେ ଆମକୁ ବାଣ ଦେଇ ସେ ଆମଠୁ ପ୍ରତିଶୋଧ ନେବାକୁ ଚାହୁଁଛି। ତାପରେ ଆଦ୍ୟା କହିବ, ତାମାନେ ସତକୁ ସତ ଏସବୁ ପଛରେ ଆଉ ମଲ୍ଲିକାର ହାତ ନାହିଁ ତ? ତାପରେ ଭାବିବ ମଲ୍ଲିକା କହିଥିବା କଥା। ତମେ ସବୁ ବାଣର ବ୍ରାଣ୍ଡ ଚେକ୍ କରିକି ଆଣିଛ ତ ଆଦ୍ୟା ଦିଦି, ନା ଯେକୌଣସି ଲୋକାଲ ବାଣକୁ ନେଇ ଆସିଛ? ବାଣର ବି ବ୍ରାଣ୍ଡ ଆଉ କ୍ୱାଲିଟି ଥାଏ। ଲୋକାଲ ବାଣରେ ତ ଜମା ବି ଭରସା କରାଯାଇ ପାରିବନି। କେତେବେଳେ ବି କାହା ହାତରେ ଫୁଟି ଯାଇପାରେ ସେସବୁ। ତାପରେ ଆଦ୍ୟା ଆଖିରୁ ଲୁହ ପୋଛିଦବ ଆଉ କହିବ, ପଛେ ଯାହା ବି ହେଇଥାଉ ନା କାହିଁକି, ସମସ୍ତଙ୍କ ସାମ୍ନାକୁ ନିଶ୍ଚୟ ଆସିବ। ଯଦି ସତକୁ ସତ ଏସବୁ ପଛରେ ମଲ୍ଲିକାର ହାତ ଥାଏ ତାହେଲେ ମୁଁ ତାକୁ କେବେ ବି ଛାଡ଼ିବିନି। ଗୋଟେ ମା ଏ ଦୁନିଆର ସବୁ କଷ୍ଟ ସହିତ ଲଢ଼ି ଯାଇପାରେ, ସବୁ କଷ୍ଟ ସହିପାରେ, କିନ୍ତୁ ଯେତେବେଳେ ତା ସନ୍ତାନମାନଙ୍କ ଉପରେ ଟିକେ ବି ଆଞ୍ଚ ଆସେ ନା, ସେତେବେଳେ ସେ ମା ପୁରା ଦୁନିଆଟାକୁ ବରବାଦ କରିଦେଇ ପାରେ। ଅନ୍ୟାନ୍ୟା, ତମ ଦି ଜଣଙ୍କ ପାଇଁ ତମ ମାମା ସତ ସମସ୍ତଙ୍କ ସାମ୍ନାକୁ ନିଶ୍ଚୟ ନେଇକି ଆସିବ। ସେଥିପାଇଁ ପଛେ ତାକୁ ଏ ଦୁନିଆ ସହିତ ଲଢ଼ିବାକୁ ପଡ଼ୁ ନା କାହିଁକି, ସିଏ କେବେ ବି ପଛଘୁଞ୍ଚା ଦବନି, କେବେ ବି ନୁହଁ। ତାପରେ ଆଦ୍ୟା ବାଣ ଫୁଟା ହୋଇଥିବା ଜାଗାକୁ ଆସି ସବୁଆଡ଼େ ଖୋଜିବ ଆଉ କହିବ, କୋଉଠି ନା କୋଉଠି ନିଶ୍ଚୟ ପ୍ରମାଣ ମିଳିବ ଏଠି। ପଛେ ଯାହା ବି ହେଇଯାଉ ନା କାହିଁକି, ପ୍ରକୃତ ସତ କ'ଣ ମୁଁ ସେଇଟା ନିଶ୍ଚୟ ଖୋଜିକି ବାହାର କରିବି। ମୋ ପିଲାମାନଙ୍କ ସହିତ ଯୋଉ ଦୁର୍ଘଟଣା ଘଟିଗଲା ତାର ପ୍ରକୃତ କାରଣ ମୁଁ ନିଶ୍ଚୟ ଖୋଜିକି ବାହାର କରିବି। କହି ପୁଣି ଖୋଜିବାକୁ ଲାଗିବ। ଖୋଜୁ ଖୋଜୁ ଆଦ୍ୟା ପଡ଼ିଯିବ। ଆଦ୍ୟାର ହାତ ବ୍ଲେଡ୍ ଉପରେ ଯାଇ ପଡ଼ିବ। ଆଦ୍ୟା ଆଶ୍ଚର୍ଯ୍ୟ ହୋଇ ବ୍ଲେଡ୍ଟିକୁ ହାତରେ ଉଠେଇବ ଆଉ ବ୍ଲେଡ୍କୁ ଭଲ ଭାବରେ ଦେଖିବ ଆଉ କହିବ, ଏଥିରେ ତ ବାରୁଦ ଲାଗିଲା ଭଳି ଜଣା ପଡ଼ୁଛି। ପୁଣି ଗୋଟିଏ କାଗଜ ଉପରେ ନଜର ପଡ଼ିବ ଆଉ କହିବ, ଇଏ କ'ଣ? କହି ହାତରେ ଉଠେଇବ ଆଉ ଦେଖିବ। କହିବ, ଆରେ ଏ ତ ବାରୁଦ। ଏଠି ବାରୁଦ ପଡ଼ିଛି, ଏଠି ବ୍ଲେଡ୍ ପଡ଼ିଛି, ପୁଣି ବ୍ଲେଡ୍ରେ ବାରୁଦ ଲାଗିଛି।
ତାମାନେ ଅନି ଆନ୍ୟା ଯୋଉ ବାଣ ଫୁଟେଇଥିଲେ ସେ ବାଣ ନିଜେ ନିଜେ ଫୁଟିନି। ନିଶ୍ଚୟ ସେ ବାଣରେ କେହି ଜଣେ ବାରୁଦ ମିଶେଇଛି, ଯୋଉଥିପାଇଁ ସେ ବାଣ ଏତେ ଜୋରରେ ଫୁଟିଲା। ଆଉ ମୁଁ ବହୁତ ଭଲ ଭାବରେ ବୁଝିପାରୁଛି ଅନି ଆନ୍ୟାଙ୍କ ପାଖରୁ ପ୍ରତିଶୋଧ ନବା ପାଇଁ ଏ କାମ ଆଉ କେହି ନୁହେଁ, ନିଶ୍ଚୟ ସେ ମଲ୍ଲିକା କରିଛି। ତାପରେ ମଲ୍ଲିକା ଆସିବ ଆଉ କହିବ, ତାହେଲେ ପ୍ରମାଣ ତତେ ମିଳିଗଲା ଆଦ୍ୟା। ଆଦ୍ୟା କହିବ, ତାମାନେ ଏସବୁ ତୁ କରିଛୁ? ମଲ୍ଲିକା କହିବ, ଅଫକୋର୍ସ, କାହିଁକି କରିନଥାନ୍ତି? ତୁ ତ ସେକଥା ନିଶ୍ଚୟ ଶୁଣିଥିବୁ, ଯେସାକୁ ତେସା। ତୋ ପିଲାମାନେ ସେଦିନ ମୋ ଉପରକୁ ବାଣ ଫୋପାଡ଼ି ମତେ ପୋଡ଼ିବାକୁ ଚେଷ୍ଟା କରୁଥିଲେ ନା? ତୁ କଣ ଭାବୁଛୁ ମୁଁ ହାତ ଉପରେ ହାତକୁ ଛନ୍ଦି ବସି ରହିଥାନ୍ତି? ନାଇଁ ଆଦ୍ୟା, ମୋ ନାଁ ମଲ୍ଲିକା। ମୁଁ କୌଣସି କଥା ଭୁଲେନି କି କାହାକୁ ଭୁଲିବାକୁ ଦିଏନି। ଆଦ୍ୟା କହିବ, କେତେ ନୀଚ ଆଉ ଛୋଟ ତୁ ମଲ୍ଲିକା। ଆଜି ତୁ ତୋ କର୍ମରେ ନାରୀର ଶବ୍ଦକୁ କଳଙ୍କିତ କରିଦେଲୁ। ମଲ୍ଲିକା ହସିବ ଆଉ ଆଦ୍ୟା କହିବ, ଆରେ ଲଜ୍ଜା ଲାଗୁନି ତତେ? ଆହୁରି ହସୁଛୁ? ଦିଟା ଛୋଟ ଛୁଆଙ୍କ ଜୀବନ ସହିତ ଖେଳିଗଲୁ ତୁ। ମୁଁ ତତେ ଛାଡ଼ିବିନି। ମଲ୍ଲିକା, ତୁ ମୋର ଦି ପିଲାଙ୍କ ଜୀବନ ସହିତ ଖେଳିକି ତୁ ତୋର ସବୁ ସୀମା ପାର କରିଗଲୁ। ଗୋଟେ ମାର ଆଖି ସାମ୍ନାରେ ତୁ ତା ପିଲାମାନଙ୍କ ଜୀବନ ସହିତ ଖେଳିଗଲୁ। ମନେ ରଖ ମଲ୍ଲିକା, ଗୋଟେ ମା ଯେତେବେଳେ ଭାଙ୍ଗିକି ପୁଣି ଥରେ ଠିଆ ହୁଏ ନା, ସେତେବେଳେ ତା ଆଖିର ପ୍ରତ୍ୟେକଟି ଲୁହବୁନ୍ଦା ତୋଫାନରେ ପରିଣତ ହେଇଯାଏ। ମଲ୍ଲିକା ହସିବ ଆଉ କହିବ, ମା? ଆରେ ମା ତ ସିଏ ହୋଇଥାଏ ଯିଏ ପିଲାମାନଙ୍କର ଦାୟିତ୍ୱ ସମ୍ଭାଳି ପାରେ। ଆଉ ତୁ ତ ନିଜ ଅବହେଳା ପାଇଁ ତୋ ପିଲାମାନଙ୍କୁ ଏତେ ବଡ଼ ବିପଦରେ ପକେଇଦେଲୁ, ଆଉ ମତେ ଦୋଷ ଦଉଛୁ। ତୁ ମଲ୍ଲିକାର ଜୀବନ ସହିତ ଖେଳି ବହୁତ ବଡ଼ ଭୁଲ କରିଦେଇଛୁ ଆଦ୍ୟା। ତୁ ମୋ ପାଖରୁ ମୋ ଅଂଶକୁ ଛଡ଼େଇ ନେଇ ମୋ ଜୀବନରେ ବିଷ ଭରି ଦେଇଛୁ। ଏବେ ସେଇ ବିଷକୁ ମୁଁ ତତେ ଚଖେଇକି ହିଁ ନିଃଶ୍ୱାସ ମାରିବି। ତୋର ଘର, ତୋ ସ୍ୱାମୀ, ତୋର ଛୁଆମାନେ, ତୋର ସବୁ କିଛି ତୋ ହାତରୁ ଚାଲିଯିବ ଆଉ ତୁ କିଛି ବି କରିପାରିବୁନି। ବାସ୍ ସବୁ କିଛି ନିଜ ଆଖିରେ ଦେଖି କାନ୍ଦିବୁ ଆଉ ଆଖିରୁ ଲୁହ ଗଡ଼େଇବୁ, ବାସ୍ ସେତିକି। ଆଦ୍ୟା କହିବ, ବାସ୍ ମଲ୍ଲିକା, ବହୁତ ହେଇଗଲା, ବହୁତ କଥା କହିଗଲୁ ତୁ। କିନ୍ତୁ ଏବେ ଗୋଟେ ମା କହିବ ଆଉ ଗୋଟେ ପାପୀ ନାରୀ ତାର ହିସାବ ଦବ। କାରଣ ଆଜି ତୁ ଯୋଉ କୁକର୍ମ କଲୁ ନା, ତାର ସଜା ତତେ ମୁଁ ଦେବି। ମଲ୍ଲିକା ହସିବ ଆଉ କହିବ, ତୁ ସଜା ଦବୁ? ତୁ ପୁଣି ମତେ? କହି ପୁଣି ହସିବ ଆଉ କହିବ, ଆରେ ଯିଏ ତା ଜୀବନରେ ଦୁଃଖ କଷ୍ଟ ଛଡ଼ା ଆଉ କିଛି ବି ଦେଖିନି, ସିଏ ଆସିଲା ପୁଣି ମତେ ସଜା ଦେବା ପାଇଁ। କହି ପୁଣି ହସିବ ଆଉ କହିବ, ମଲ୍ଲିକାର ପାଗଳାମୀ ବିଷୟରେ ତୁ ଜାଣିଛୁ ବା କୋଉଠି? ଆଦ୍ୟା, ତୁ ବାସ୍ କଥାରେ କହିପାରିବୁ, କିନ୍ତୁ ମୁଁ କାମରେ କରିକି ଦେଖେଇବି। ତାପରେ ଆଦ୍ୟା ରାଗିକି ଗୋଟିଏ ବାଡ଼ି ପଡ଼ିଥିବ ବାଡ଼ିଟି ଉଠେଇ ମଲ୍ଲିକାକୁ ପିଟି ତଳେ ପକେଇଦବ। ମଲ୍ଲିକା କହିବ, ଆଦ୍ୟା ତୁ କଣ ପାଗଳି ହେଇଗଲୁଣି? ଆଦ୍ୟା କହିବ, ହଁ ମୁଁ ପାଗଳି ହେଇଯାଇଛି। ଚିଲ୍ଲା, ଯେତେ ଜୋରରେ ଚାହୁଁଛୁ ସେତେ ଜୋରରେ ପାଟି କରି ଚିଲ୍ଲା, କିନ୍ତୁ ଆଜି ତୋ ପାଟି କେହି ବି ଶୁଣି ପାରିବେନି। କାହିଁକି ନା ଆଜି ଭଗବାନ ବି ଚାହାନ୍ତି ଗୋଟେ ପୀଡ଼ିତା ମା ଆଉ ତୋ ଭଳି ଗୋଟେ ପାପୀ ସ୍ତ୍ରୀ ଲୋକ ମଝିରେ କେହି ବି ନ ଆସନ୍ତୁ, ବୁଝିଲୁ? କହି ମଲ୍ଲିକାକୁ ପିଟି ଚାଲିବ। ମଲ୍ଲିକା ପୁଣି ଉଠିକି ଦୌଡ଼ିବ। ଆଦ୍ୟା ପୁଣି ମଲ୍ଲିକାକୁ ଗୋଡ଼େଇ ଗୋଡ଼େଇ ପିଟିବ। ମଲ୍ଲିକା କହିବ, ଆଦ୍ୟା ତୁ କଣ ପାଗଳି ହେଇଗଲୁଣି? ମତେ କିଏ ବଞ୍ଚାଅ ଏ ପାଗଳି ସ୍ତ୍ରୀ ଲୋକ ପାଖରୁ, ମତେ ବଞ୍ଚାଅ କହି ଦୌଡ଼ିକି ପଳେଇ ଯାଉଥିବ। ଆଦ୍ୟା କହିବ, ଏ ରହ, ଆଗରେ ଆସି ଛିଡ଼ା ହେଇଯିବ ଆଉ କହିବ, କୁଆଡ଼େ ଯାଉଛୁ ତୁ? ଆଜି ମୁଁ ତୋର ସବୁ ହିସାବ ଏଇଠି ନେବି, ତାପରେ ଯା ଯୁଆଡ଼େ ଯିବା କଥା ଯିବୁ। ମଲ୍ଲିକା କହିବ, ପାଞ୍ଚଣ ଧରି ତୁ ମୋ ସହିତ ଲଢ଼େଇ କରୁଛୁ ତୁ ଆଦ୍ୟା? ଏତେ ଦୁର୍ବଳ ତୁ? ଗୋଟେ ମା ତାର କଷ୍ଟର ପ୍ରତିଶୋଧ କୌଣସି ଅସ୍ତ୍ର ସାହାଯ୍ୟରେ ନୁହେଁ, ବରଂ ସାହସର ସହିତ ନବା ଦରକାର। ଯଦି ମୋ ସାଙ୍ଗରେ ଲଢ଼େଇ କରିବାକୁ ତୋ ପାଖରେ ସେତିକି ସାହସ ଅଛି, ତାହେଲେ ଫୋପାଡ଼ି ଦେ ପାଞ୍ଚଣକୁ। ମୁଁ ଯେମିତି ଖାଲି ହାତରେ ଅଛି, ସେମିତି ଖାଲି ହାତରେ ଲଢ଼ ମୋ ସାଙ୍ଗରେ। ତାହେଲେ ଦେଖିବି ତ ମୋ ଭିତରେ କିଏ ସବୁଠୁ ବେଶୀ ବଳୁଆ, ରାଗ ନା ମୋ ଘୃଣା। ଆଦ୍ୟା କହିବ, ତୁ ଠିକ୍ କହିଛୁ। ତୋ ଭଳି ପାପୀ ନାରୀକୁ ସଜା ଦେବା ପାଇଁ ମତେ କୌଣସି ଅସ୍ତ୍ରର ଆବଶ୍ୟକତା କଣ ଦରକାର? ମୋର ସାହସ ହିଁ ତୋ ପାଇଁ ଯଥେଷ୍ଟ। କହି ବାଡ଼ିଟି ପକେଇଦବ। ମଲ୍ଲିକାର ବେକକୁ ଗୋଟିଏ ହାତରେ ଚିପି ଧରିବ। ମଲ୍ଲିକା କଷ୍ଟରେ ଛଟପଟ ହବ ଆଉ କହିବ, ଆଦ୍ୟା ଛାଡ଼ ମତେ।